ଅନେକ ସମୟରେ ଦେଖାଯାଏ ଯେ ଅନ୍ୟ ଦେବତାମାନଙ୍କୁ ସମସ୍ତେ ଉପାସନା କରନ୍ତି। ସେମାନେ ମଧ୍ୟ ରଜତମ ଗୁଣର ଅଧୀନ ଥାଆନ୍ତି। କେବଳ ଭଗବାନ ବିଷ୍ଣୁ ବା ଶ୍ରୀକୃଷ୍ଣ ହିଁ ଥାଆନ୍ତି ମାୟାର ଈଶ୍ୱର, ଯାହାଙ୍କ ପାଖରେ ସାମର୍ଥ୍ୟ ଥାଏ ଯେ ମୋହ ବା ମାୟା କବଳରୁ ଭକ୍ତଙ୍କୁ ଜୀବକୁ ମୁକ୍ତି ପ୍ରଦାନ କରିପାରିବେ। ଶ୍ୱେତାଶ୍ୱତର ଉପନିଷଦରେ କୁହାଯାଇଛି ତମ୍ ଏବ ବିଦିତ୍ୱା, ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ ବୁଝିଲେ ହିଁ ମୁକ୍ତି ସମ୍ଭବପର। ଶ୍ରୀକୃଷ୍ଣଙ୍କର କୃପା ମିଳିଲେ ମୁକ୍ତି ମିଳିବା ସମ୍ଭବପର। ଶ୍ରୀକୃଷ୍ଣ ହିଁ ମୁକ୍ତିଦାତା ଅଟନ୍ତି, ଏଥିରେ କୌଣସି ବି ପ୍ରକାରର ସନ୍ଦେହ ନାହିଁ। କିନ୍ତୁ କହିବାର ତାତ୍ପର୍ଯ୍ୟ ଅନେକ ସମୟରେ ଆମେ ଭିନ୍ନ ଭିନ୍ନ ଦେବତାଙ୍କୁ ଉପାସନା କରୁ। ଅନେକ ସମୟରେ ଦେଖାଯାଏ ଯେ ଆମେ ବିଭିନ୍ନ ଦେବାଦେବୀଙ୍କର ଉପାସନା କରୁ, କିନ୍ତୁ ପ୍ରତ୍ୟେକ ଜୀବଙ୍କର ଲକ୍ଷ୍ୟ ସେଇ ଗୋଟିଏ, ଏଇ ଭୌତିକ ଜଗତରୁ ନିଷ୍କୃତି। ତେଣୁ ବାସ୍ତବରେ ଯେତେବେଳେ ଆମେ କୌଣସି ବି ଦେବତାଙ୍କର ଉପାସନା କରୁ, ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଆମ ମନରେ କୃଷ୍ଣଙ୍କ ପ୍ରତି ସେଇ ଅହେତୁକ ଦିବ୍ୟ ଭାବନା ଆସେ, ଯାହା ହୁଏତ ଆମ ଆରାଧ୍ୟଙ୍କ ଦ୍ୱାରା ଆଶୀର୍ବାଦ ସ୍ୱରୂପ ଆମ ସମସ୍ତଙ୍କର ଜୀବନରେ ଆସିଥାଏ। କହିବାର ତାତ୍ପର୍ଯ୍ୟ, ଯଦି ଯେତେବେଳେ କେହି ଭଗବାନ ଶିବଙ୍କୁ ନିଜର ଆରାଧ୍ୟ ରୂପରେ ଗ୍ରହଣ କରେ, ସେତେବେଳେ କୁହାଯାଏ ସ୍ୱତଃ ଭଗବାନ ଶିବ ତାଙ୍କ ହୃଦୟରେ ବିଷ୍ଣୁଙ୍କ ପ୍ରତି ସେଇ ଅହେତୁକ ସମର୍ପଣ ଭାବନା ସର୍ଜନା କରନ୍ତି ଏବଂ କୁହାଯାଏ ଯେ ଭଗବାନ ବିଷ୍ଣୁ ଏବଂ ଶିବ ପରସ୍ପରଙ୍କର ଧ୍ୟାନ କରୁଥାନ୍ତି। ଉଭୟଙ୍କର ଧ୍ୟାନରେ ଉଭୟଙ୍କୁ ହିଁ ସ୍ମରଣ କରୁଥାନ୍ତି। ଯେମିତିକି ଭଗବାନ ଶିବ ପରମ ବୈଷ୍ଣବ ଅଟନ୍ତି ଏବଂ ଭଗବାନ ବିଷ୍ଣୁ ହେଉଛନ୍ତି ବୈଷ୍ଣବମାନଙ୍କର ଆରାଧ୍ୟ। ତେଣୁ ଶିବ ବିଷ୍ଣୁଙ୍କର ଉପାସକ ହିସାବରେ ନିଜର ଭକ୍ତମାନଙ୍କ ମନରେ ଭଗବାନ ବିଷ୍ଣୁଙ୍କ ପ୍ରତି ସେ ଦିବ୍ୟ ଭାବନା ଆଣନ୍ତି, ସେ ସମର୍ପଣ ଭାବନା ଆଣନ୍ତି, ଯାହା ଭଗବାନ ଶିବଙ୍କ ପାଇଁ ଥାଏ। ତେଣୁ କହିବାର ତାତ୍ପର୍ଯ୍ୟ ଯେ ଯଦି କୌଣସି ଭକ୍ତ ନିଜ ମନରେ ଭଗବାନ ଶିବଶକ୍ତିଙ୍କ ପାଇଁ ସେଇ ସମର୍ପଣ ଭାବନା ନେଇ ତାଙ୍କର ଉପାସନା କରନ୍ତି, ପରବର୍ତ୍ତୀ ସମୟରେ ଆଶୀର୍ବାଦ ସ୍ୱରୂପ ଭଗବାନ ଶିବ, ଯିଏ ଆମର ଭୋଳାଶଙ୍କର, ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ସେ। ତେଣୁ ସିଏ କ'ଣ କରନ୍ତି ନା ତାଙ୍କ ଭକ୍ତଙ୍କ ମନରେ ଭଗବାନ ବିଷ୍ଣୁଙ୍କ ପ୍ରତି ସେହି ସମର୍ପଣ ଭାବନା ଆଣନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ସେହି ଭାବନା ଆଣନ୍ତି, ଯାହାଦ୍ୱାରା କି ଭକ୍ତଟି ନିଜର ହୃଦୟ ବେଦୀରେ ସ୍ୱୟଂ ବିଷ୍ଣୁ ଏବଂ ଶିବଙ୍କର ସେହି ଅପୂର୍ବ ଦିବ୍ୟ ସମନ୍ୱୟ ଯେତେବେଳେ ଅନୁଭବ କରେ ବା ଉପଲବ୍ଧି କରେ, ସେତେବେଳେ ତା ମନରେ କୌଣସି ବି ପ୍ରକାରର ନକାରାତ୍ମକତାର କୌଣସି ବି ସ୍ଥାନ ରହେ ନାହିଁ। ସେ ମାନବିକତାକୁ ଭଲ ପାଏ, ମଣିଷ ପଣିଆକୁ ଭଲ ପାଏ, ଦୟା କ୍ଷମା କରୁଣା ଗୁଣ ତା ଭିତରେ ରହେ, ସମସ୍ତଙ୍କ ସମଦୃଷ୍ଟିରେ ଦେଖେ। କୌଣସି ଜୀବଜନ୍ତୁଙ୍କ ଭିତରେ, ମଣିଷ ଭିତରେ ସେ ପ୍ରଭେଦ ଦେଖେ ନାହିଁ। ସମସ୍ତଙ୍କ ଭିତରେ ସେଇ ଐଶ୍ୱର୍ଯ୍ୟ ସତ୍ତାକୁ ସେ ଉପଲବ୍ଧ କରିପାରେ। ବାସ୍ତବରେ ଭକ୍ତ ତ ସିଏ, ଯିଏ ନିଜର ଆରାଧ୍ୟଙ୍କ ପାଇଁ ସମର୍ପିତ ଥାଏ। ତ୍ୟାଗ ଏବଂ ସହିଷ୍ଣୁତା ଗୁଣକୁ ଯେ ଧାରଣ କରେ, ଅହଙ୍କାର ଠାରୁ ଦୂରେଇ ରୁହେ, ନିଜର ଜୀବନରେ ସ୍ଥିରତାକୁ ପସନ୍ଦ କରେ। ତେଣୁ କେବଳ ଏତିକି କହିବି, ଆମେ ଭିନ୍ନ ଭିନ୍ନ ଦେବତାଙ୍କର ବା ଦେବୀଙ୍କର ଉପାସନା କରିପାରୁ, କିନ୍ତୁ ତାଙ୍କ ଭିତରେ ଥିବା ସେଇ ଐଶ୍ୱର୍ଯ୍ୟ ସତ୍ତାକୁ ଉପଲବ୍ଧି କରିବା ଜରୁରୀ। ପ୍ରତ୍ୟେକ ଈଶ୍ୱରଙ୍କର ବାର୍ତ୍ତା ସେହି ଗୋଟିଏ ଶାନ୍ତି, ମନରେ ଶାନ୍ତିକୁ ଅନୁଭବ କରିବା ଆବଶ୍ୟକ। ତେଣୁ ଯଦି ଆମେ ଈଶ୍ୱର ଉପାସନା କରି ସକାରାତ୍ମକ ଭାବନାକୁ ସମାଜରେ ବାଣ୍ଟି ପାରୁଛେ, ତାହା ହିଁ ଶ୍ରେଷ୍ଠ ଭକ୍ତି। ଭକ୍ତିର ଅର୍ଥ ନୁହେଁ ସଂକୀର୍ଣ୍ଣ ମନା ହେଇ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ସମ୍ପ୍ରଦାୟର ଆମେ ଉପାସକ ହିସାବରେ ନିଜକୁ ଦର୍ଶେଇ ଯିବୁ। ବରଂ ଭକ୍ତିର ଅର୍ଥ ହେଉଛି ଯେ ଆମେ ନିଜ ଭିତରେ ସେଇ ମାନବିକତାକୁ ବଞ୍ଚେଇ ରଖିବୁ, ମାନବବାଦକୁ ବଞ୍ଚେଇ ରଖିବୁ। ଜୀବେ ଦୟା ପରମ ଧର୍ମ ବାର୍ତ୍ତାକୁ ଆମେ ଗ୍ରହଣ କରିପାରିବୁ। ନିଜ ଭିତରେ ଯଦି ଆମେ ସେତିକି କଥାକୁ ଗ୍ରହଣ ନ କରିପାରୁଛୁ, ତାହେଲେ ସେ ମନ୍ଦିର ଯିବାରେ କିମ୍ବା ମସଜିଦ୍ ଯିବାରେ କିମ୍ବା କେଉଁ ଗିର୍ଜା ଯିବାରେ, ଗୁରୁଦ୍ୱାର ଯିବାରେ
କୌଣସି ବି ମାନେ ରଖେ ନାହିଁ। କାହିଁକି ନା ଯଦି ଆମେ ଯାଇ କେବଳ ଆଉ କେବଳ କୌଣସି ମୂର୍ତ୍ତିରେ ଈଶ୍ୱରଙ୍କର ସତ୍ତାକୁ ଖୋଜି ବୁଲିବୁ, ହୁଏତ ଆମ ଭିତରେ ସେଇ ସଂକୀର୍ଣ୍ଣ ମନ ଭାବନାଟି ଆସିବ ନିଶ୍ଚିତ। କିନ୍ତୁ ହଁ, ପ୍ରତ୍ୟେକ ମୂର୍ତ୍ତିରେ ଈଶ୍ୱରଙ୍କର ସେଇ ଦିବ୍ୟତ୍ୱକୁ ଉପଲବ୍ଧି କରିବା ଜରୁରୀ। ଯଦି ଆମେ ମନ୍ଦିରରେ ସେଇ ଈଶ୍ୱରଙ୍କର ମୂର୍ତ୍ତିରେ ସେଇ ଦିବ୍ୟତ୍ୱକୁ ଉପଲବ୍ଧ କରିପାରୁଛୁ, ତାହେଲେ ମନ୍ଦିରଠୁ ଶାନ୍ତ ସ୍ଥାନ ଆଉ କିଛି ନାହିଁ। କିମ୍ବା ଯଦି କୌଣସି ମସଜିଦରେ ଯାଇ କିମ୍ବା କୌଣସି ଚର୍ଚ୍ଚରେ ଯାଇ ଆମେ ସେଇ ଈଶ୍ୱରଙ୍କର ସେଇ ଦିବ୍ୟ ଉପସ୍ଥିତିକୁ ଅନୁଭବ କରିପାରୁଛୁ, ତାହା ହିଁ ଆମ ଭିତରେ ଶ୍ରେଷ୍ଠତ୍ୱ। ଆମେ ବାସ୍ତବରେ ଭକ୍ତ। ତେଣୁ ନିଜ ଭିତରେ ଭକ୍ତିକୁ ବଞ୍ଚେଇ ରଖନ୍ତୁ। ଆସ୍ଥା ଟିକକ ହିଁ ଅଛି ଯାହା ବର୍ତ୍ତମାନ ସମୟରେ ମଣିଷ ଭିତରେ ବଞ୍ଚିବାର କାରଣ ସାଜିପାରିବ। ପ୍ରତ୍ୟେକ ମଣିଷକୁ କୋଳି ନେବାର ଗୁଣଟିକୁ ରଖନ୍ତୁ। ବର୍ତ୍ତମାନ ସମୟରେ ସମସ୍ତଙ୍କୁ ନିଜର କରିକି ବଞ୍ଚିବା ଶିଖନ୍ତୁ। ରକ୍ତ ସମ୍ପର୍କକୁ ନେଇ ସଂକୀର୍ଣ୍ଣ ମନା ହେଇ ବଞ୍ଚିବା ପାଇଁ ଏ ଜୀବନ ନୁହଁ, ବରଂ ସମସ୍ତଙ୍କୁ ନେଇ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ସହିତ କେହି ଜଣେ ମିଶିଲା ପରେ ତା'ର ସମସ୍ୟାକୁ ସେ ଆପଣଙ୍କ ସହିତ ବାଣ୍ଟି ନ ପାରୁଛି, ଆପଣଙ୍କ ସହିତ ନିଜର ହସ ଖୁସିକୁ ବାଣ୍ଟିବାର ଯଦି ଜଣେ ସାମର୍ଥ୍ୟ ପାଇପାରୁଛି ଆପଣଙ୍କ ସହ କଥା ହେଲା ପରେ, ବାସ୍ତବରେ ଆପଣଙ୍କର ଜୀବନ ଭଲ ନୁହଁ। ଆପଣଙ୍କର ଗୁଣକର୍ମ ସ୍ୱଭାବ ସହିତ ନିଜର ପରିବର୍ତ୍ତନ କରନ୍ତୁ। ସବୁ ଲୋକଙ୍କୁ କୋଳେଇ ନେବାର ଚେଷ୍ଟା କରନ୍ତୁ। ସମସ୍ତେ ନିଜର କରିଯିବେ। ଆଉ ହଁ, ଆଶୀର୍ବାଦ ଠାରୁ ବଡ଼ ଏ ଦୁନିଆରେ କିଛି ନାହିଁ। ଅର୍ଥର ବି ସେତିକି ସାମର୍ଥ୍ୟ ନାହିଁ ଯାହା ଆଶୀର୍ବାଦରେ ରହିଛି। ତେଣୁ ସମସ୍ତଙ୍କ ଠାରୁ ସେଇ ଆଶୀର୍ବାଦଟିକୁ କାମନା କରନ୍ତୁ। ଠିକ୍ ରାସ୍ତାରେ ଚାଲନ୍ତୁ। ଈଶ୍ୱର ଆପଣଙ୍କ ସହିତ ରହିବେ ନିଶ୍ଚିତ। ଆପଣଙ୍କ ଠାରୁ ହୁଏତ ଅନେକ ଜିନିଷ ସେ ନେଇଥାଇପାରନ୍ତି, କିନ୍ତୁ ପ୍ରତ୍ୟେକ ଜିନିଷର କିଛି ନା କିଛି କାରଣ ଥାଏ। ଯଦି କିଛି ଆମ ସହିତ ଭଲ ହେଇଛି ତ କିଛି କାରଣ ପାଇଁ ହେଇଛି, ଯଦି କିଛି ଖରାପ ହେଇଛି କିଛି କାରଣ ପାଇଁ ହେଇଛି। ତ ସବୁକିଛିକୁ ହସ ହସ ମୁହଁରେ ଗ୍ରହଣ କରିବା ଉଚିତ। ସାମର୍ଥ୍ୟ ବା କ'ଣ ଦୁଃଖର? ତେଣୁ ହସିବା ଶିଖନ୍ତୁ, ହସ ବାଣ୍ଟିବା ଶିଖନ୍ତୁ। ଲୁହ ଭୟରେ ପଳେଇବ। ଈଶ୍ୱର ସମସ୍ତଙ୍କ ଜୀବନରେ ଖୁସି ଦିଅନ୍ତୁ। ହସ ହସ ମୁହଁଟିଏ ସମସ୍ତଙ୍କୁ ଦିଅନ୍ତୁ। ଏତିକି କାମନା। କେବଳ ଏତିକି କହିବି, ଶେଷରେ ରାଗ ରଖିବେନି। ମୁଁ ଅହଙ୍କାରୀ କି ଭଲ ମୁଁ ଜାଣିନି, କିନ୍ତୁ ବେଳେବେଳେ ସତ କଥା ସ୍ପଷ୍ଟବାଦୀ ହେଇ ମୁହଁରେ କହିଦିଏ। ସେଥିପାଇଁ ବୋଧେ ଅହଙ୍କାରୀ ସାଜିଯାଏ।